ब्रह्मानन्दं परमसुखदं केवलज्ञानमूर्तिं द्वन्द्वातीतं गगनसदृशं तत्त्वमस्यादिलक्ष्यम् एकनित्यं विमलमचलं सर्वाधिसाक्षीभूतं भावातीतं त्रिगुणरहितं सद्गुरु त्वं नमामि। श्री जगन्नाथ महापुराण 30 अध्याय ईश्वर आराधनार मार्ग। हे पुण्यवंत साधुजन शुणिब देई मन कर्ण कहिले जैमिनी महात्मा ईश्वर आराधना कथा ସେଇଟି ଶ୍ରେଷ୍ଠ ବୋଲି ପୁଣି କହିଲେ ଯହୁଁ ମୁନିମଣି। ପଚାରୁଛନ୍ତି ମୁନିଗଣ କୁହନ୍ତୁ ଆହେ ତପୋଧନ ଈଶ୍ୱର ଆରାଧନା ପାଇଁ କି ମାର୍ଗ ଅଛି ତପିସାଇ। ଆମ୍ଭଙ୍କୁ କୃପା କରି କୁହ ମନରୁ ତୁଟିବ ସନ୍ଦେହ ତହୁଁ ଜୈମିନୀ ବୋଲୁଛନ୍ତି ସୁମନେ ଶୁଣ ଦେଇ ମତି। ଜୈମିନୀ ଉବାଚ ଈଶ୍ୱର ଆରାଧନା ପାଇଁ ଚାରୋଟି ମାର୍ଗ ଶାସ୍ତ୍ରେ ଥାଇ ନାମ ରୂପ ଲୀଳା ଓ ଧାମ ଏ ଚାରି ମାର୍ଗଟି ସୁଗମ। ପ୍ରଥମ ମାର୍ଗ ହରି ନାମ ସଂସାରେ ଅତି ଅନୁପମ ଶ୍ରୀହରି ନାମ ଠାରୁ ଭାଇ ସଂସାରେ ବଡ଼ କିଛି ନାହିଁ। ଏହି ଜଗତ ନାମମୟ ସାଧନା ମାର୍ଗେ କର ଲୟ। ପ୍ରଭୁଙ୍କ ନାମ ଯେ ଅନନ୍ତ ତାହାର ନାହିଁ ଆଦି ଅନ୍ତ ସହସ୍ର ମୁଖେ ଶେଷ ପୁଣି ନାମ ନ ପାରନ୍ତି ବଖାଣି। ସତ୍ୟରେ ତପସ୍ୟା ଓ ଯୋଗ ଅଟଇ ତରିବାର ମାର୍ଗ ତ୍ରେତାରେ ଯାଗ ଯଜ୍ଞମାନ କରିଣ ନର ପାଏ ତ୍ରାଣ। ଦ୍ୱାପରେ ସୁମଧୁର ଲୀଳା ତରିବା ପାଇଁ ଭବ ଭେଳା କଳିରେ ନାମ ସଂକୀର୍ତ୍ତନ ନାହିଁଟି ଅନ୍ୟ ଗତି ଜାଣ। ନାମଠାରୁ ବଳି ପରମ ପଦାର୍ଥ ଏ ସଂସାରେ ଆଉ କିଛି ନାହିଁ। ନାମର ସପି ପ୍ରେମେ ମତ ହୋଇ ହରେ ରାମ କୃଷ୍ଣ ବୋଲ ଭାଇ। ନାମରେ ନାମକୁ ମିଶାଇ ରଖିବୁ ନାମରେ ଜଗତ ବ୍ୟାପି ଛଇ। 32 ଅକ୍ଷର ମହାମନ୍ତ୍ର ସାର ମହାପ୍ରଣବରୁ ଜାତ ସେଇ। ନାମ ମହାମନ୍ତ୍ର ନାମ ମହାତତ୍ତ୍ୱ ନାମ ଅଟେ ଗତି ମୁକ୍ତି ସାର। ଶୟନେ ସ୍ୱପନେ ଅବା ଜାଗରଣେ ହରି ନାମ କର ଗଳାହାର। ଏ ଜଗତ ଅଟେ କାଳର ଅଧୀନ ପ୍ରଭୁଙ୍କ ଅଧୀନ କାଳ ପୁଣି। ସ୍ୱୟଂ ମହାପ୍ରଭୁ ନାମର ଅଧୀନ ଭକ୍ତର ଅଧୀନ ନାମ ଜାଣି। ତେଣୁ ଭଗବାନ ଭକ୍ତର ଅଧୀନ ଭକ୍ତ ପାଶେ ଯେଣୁ ନାମ ଅଛି। ନାମରେ ଶରଣ ହୁଅ ମୁନିଗଣ ଆରାଧନା ପଥ ନିୟ ବାଛି। ଦ୍ୱିତୀୟ ମାର୍ଗ ଅଟେ ପୁଣ ଶ୍ରୀହରି ସ୍ୱରୂପ ଚିନ୍ତନ ଯେ କାଳେ ନାମ ଜପୁଥିବ ସେ କାଳେ ସ୍ୱରୂପ ଚିନ୍ତିବ। ତାହାଙ୍କ ଯେଉଁ ନାମ ଧର ସେହି ସ୍ୱରୂପ ଚିନ୍ତା କର।
ହାତରେ ମାଳା ଧରିଥିବ, ମନ ବାହାରେ ବୁଲୁଥିବ। ଏକାଗ୍ର ନ ହୋଇବ ଚିତ୍ତ, ସଂସାର ଅରଣ୍ୟେ ଭ୍ରମିତ। ନାମ ସହିତ ରୂପ ଥିଲେ, ପାଇବ ପଦ୍ମପାଦ ଭଲେ। ତୃତୀୟ ଲୀଳାର ଶ୍ରବଣ, ସୁଗମ ମାର୍ଗ ଅଟେ ପୂର୍ଣ୍ଣ। ପ୍ରଭୁଙ୍କ ଯେତେ ଅବତାର, ନାନାଦି ଲୀଳା ତାହାଙ୍କର। ସେସବୁ ଲୀଳାର କାହାଣୀ, ଶାସ୍ତ୍ର ପୁରାଣେ ଅଛି ପୁଣି। ଶାସ୍ତ୍ରକୁ ଶୁଣି ଶୁଣାଇବ, ପାପ ଯେ ଛାଡ଼ି ପଳାଇବ। ଶ୍ରୀ ଭାଗବତ ରାମାୟଣ, କରିବ ପୁଣି ପାରାୟଣ। ଶ୍ରୀହରି ଲୀଳା ଗ୍ରନ୍ଥ, ସେହି ଭବସାଗରୁ ଉଦ୍ଧାରଇ। ଶ୍ରୀ ଭାଗବତ ପରି ଗ୍ରନ୍ଥ, ସଂସାରେ ନାହିଁ ଏହା ସତ୍ୟ। ଶ୍ରୀକୃଷ୍ଣ ଲୀଳା ଗ୍ରନ୍ଥ, ସେହି ପାରଇ ସିନା ମୁକ୍ତି ଦେଇ। ଆବର ଅଷ୍ଟାଦଶ ପୁଣି, ପୁରାଣ ବ୍ୟାସଦେବ ଭଣି। ତାହାକୁ ପଢ଼ି ପଢ଼ାଇବ, ଶ୍ରଦ୍ଧା ଚିତ୍ତରେ ଶୁଣୁଥିବ। ମାୟା ବନ୍ଧନ ଜୀବ ଫିଟି, ଯିବ ପରମ ଭେଟା ଭେଟି। ଶ୍ରବଣ କୀର୍ତ୍ତନ କରିବ, ଶ୍ରୀପଦେ ବିଶ୍ୱାସ ରଖିବ। ଶ୍ରଦ୍ଧା ଓ ବିଶ୍ୱାସ ଏ ଦୁଇ, ପ୍ରେମକୁ ଜାଗ୍ରତ କରଇ। ଜାଣିଲେ ବିଶ୍ୱାସ ହୁଅଇ, ବିଶ୍ୱାସ କଲେ ପ୍ରେମ ପାଇ। ପ୍ରେମରୁ ଭକତିଟି ଜାତ, ଶୁଣ ସକଳ ମୁନି ସୁତ। ଚତୁର୍ଥେ ଧାମଟି ଅଛଇ, ତରିବା ପଥ ସେ ଅଟଇ। ବିଭିନ୍ନ ଅବତାରେ ପୁଣ, ଈଶ୍ୱର ହେଲେ ଯହିଁ ଜନ୍ମ। ଭୂମା ପ୍ରଦେଶ ସେହି ସ୍ଥାନ, ଅଟନ୍ତି ତୀର୍ଥଧାମ ପୁଣ। କାଶୀ ମଥୁରା ବୃନ୍ଦାବନ, ଶ୍ରୀକ୍ଷେତ୍ର ଦ୍ୱାରକାଟି ପୁଣ। ଅଯୋଧ୍ୟା ବଦ୍ରି ରାମେଶ୍ୱର, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସାର। ଗୋମୁଖ ଗଙ୍ଗୋତ୍ରୀ ଆବର, ବ୍ରଜ ଗୋକୁଳ ହରିଦ୍ୱାର। ଏ ଅଟେ ମହାପୁଣ୍ୟ ତୀର୍ଥ, ସ୍ନାନ କରିଲେ ମୁକତ। ପୁଷ୍କର ମାନସରୋବର, ଅତି ଅଗମ୍ୟ ତୀର୍ଥବର। ଯେ ସ୍ଥାନେ ପ୍ରଭୁ ଲୀଳା ନାହିଁ, କେବେହେଁ ତୀର୍ଥ ସେ ନୁହଇ। ସକଳ ତୀର୍ଥ ମଧ୍ୟେ ସାର, ପୁରୁଷୋତ୍ତମ କ୍ଷେତ୍ରବର। ଯେଠାରେ ସ୍ୱୟଂ ବ୍ରହ୍ମ ଥାଇ, ଶ୍ରୀ ଜଗନ୍ନାଥ ନାମ ବହି। ଯାହାର ରେଣୁ ସ୍ପର୍ଶ କଲେ, ତକ୍ଷଣେ ମୋକ୍ଷ ପଦ ମିଳେ। ସମୁଦ୍ରେ ସ୍ନାନ କରିବ, ଶରଧା ବାଲିରେ ଗଡ଼ିବ। ବସିବ କଳ୍ପବଟ ଛାଇ, ରୋହିଣୀ କୁଣ୍ଡ ଜଳ ଛୁଇଁ। ସକଳ ଦେବାଦେବୀ ପୁଣ, ବେଢ଼ାରେ କରିବ ଦର୍ଶନ। କମଳା ବିମଳାଙ୍କୁ ତହିଁ, ଭୁବନେଶ୍ୱରୀ ପାଶେ ଯାଇ। ତାହାଙ୍କୁ ପ୍ରଣମିବ ପୁଣ, ନୃସିଂହ କରିବ ଦର୍ଶନ। ନରେନ୍ଦ୍ର ଇନ୍ଦ୍ରଦ୍ୟୁମ୍ନ ଜଳେ, ଅବଗାହୀନ ଅବହେଳେ। ସକଳ ପାପକୁ ନାଶିବ, ଯମ ଯାତନା ନ ବାଧିବ। ଅନ୍ନ ସେ ଆନନ୍ଦ ବଜାର, ସାକର ବେସର ମହୁର। କୈବଲ୍ୟ ନାମ ତାର ହୋଇ, ଭୁଞ୍ଜିଲେ ମୁକ୍ତି ମିଳଇ। ଏମନ୍ତ ଧାମ ଆଉ କାହିଁ, ଜଗତ ମଧ୍ୟେ ନ ମିଳଇ। ଧନ୍ୟ ଏ ଆର୍ଯ୍ୟାବର୍ତ୍ତ ଭୂଇଁ, ମରତେ ସରଗ ବୋଲାଇ। ଜଗତ ଅଟେ ସରୋବର, ଭାରତ କମଳ ତହିଁର। ଶ୍ରୀକ୍ଷେତ୍ର କେଶରଟି ତାର, ରତ୍ନ ମଣ୍ଡପ କର୍ଣ୍ଣିକାର। ରତନ ମଣ୍ଡପେ ରହିଣ, ଚତୁର୍ଦ୍ଧା ରୂପେ ନାରାୟଣ। ତାହାଙ୍କୁ କଲେ ଦରଶନ, ମିଳଇ କୋଟି ଜନ୍ମ ପୁଣ୍ୟ। ଏମନ୍ତ ଦୟାବନ୍ତ କାହିଁ, ବାହୁ ପ୍ରସାରି ଡାକୁଥାଇ। ଆସ ମୋ ଭକତ ପ୍ରବର, ମୋ ସାଥେ ହୁଅ ଏକାକାର। ମୁଁ ପରା ରହିଛି ତୋ ମଧ୍ୟେ, ମୋଠାରେ ତୁ ହୋଇଛୁ ଉଦେ। ଭିନ୍ନ ଭିନ୍ନ ନାହିଁ ଆମ୍ବର, ତୁ ନଦୀ ମୁହିଁଟି ସାଗର। ଭୁଲି ସକଳ ଅହଙ୍କାର, ମୋ ସାଥେ ହୁଅ ଏକାକାର।
କହିଲି ଯାହା ଶକ୍ତି ମୋର ପ୍ରଭୁ କୃପାରେ ମୁନିବର। କ୍ଷମିବ ଦୋଷ ତ୍ରୁଟି ମାନ ଉଦାର ହୃଦୟ ତପୋଧନ। ଜୟିମିନୀଙ୍କ ବାକ୍ୟ ଶୁଣି ଅଶ୍ରୁପୂରିତ ନେତ୍ରେ ପୁଣି ପ୍ରେମେ ଗଦ୍ଗଦ ହୋଇ ସର୍ବେ ପାଦ ପୂଜିଲେ ଭକ୍ତି ଭାବେ। ବୋଇଲେ ଧନ୍ୟ ଜୟିମିନୀ ଧନ୍ୟ ସାଧନା ତୁମ୍ଭ ପୁଣି। ଶତ ଜନ୍ମର ପୁଣ୍ୟ ଫଳେ ତୁମ୍ଭ ଶ୍ରୀମୁଖ ଅବହେଳେ। ଶୁଣିଲୁ ଜଗନ୍ନାଥ କଥା ଅତି ଅମୃତମୟ ଗାଥା। ତୁମ୍ଭେ ଯେ ଅଟ ସଦ୍‌ଗୁରୁ ତାରିଲ ସଂସାର ସାଗରୁ। ତୁମ୍ଭ ଚରଣେ ସର୍ବେ ଋଣୀ ରହିଲୁ ଆହେ ମୁନିମଣି। ଜ୍ଞାନ ଦାନଟି ଶ୍ରେଷ୍ଠ ଦାନ ଜଗତ ମଧ୍ୟେ ଅଟେ ପୁଣ। ଗୁରୁ ଦକ୍ଷିଣା କିସ ଦେବୁ ଚରଣେ ଅପରାଧୀ ହେବୁ। ଦୁର୍ଗୁଣ ଦୁଷ୍କୃତ ଆମ୍ବର ଦକ୍ଷିଣା ଦେଲୁ ମୁନିବର। ଆନନ୍ଦେ କରିବ ଗ୍ରହଣ କାହୁଁ ପାଇବୁ ଧନ ରତ୍ନ। ତ୍ରାହି ବଚନ ଉଚ୍ଚାରିଲେ ମୁନିଙ୍କ ଚରଣେ ପଡ଼ିଲେ। ଜୈମିନୀ କୃତ୍ୟ କୃତ୍ୟ ହୋଇ ଜୟ ଶ୍ରୀ ଜଗନ୍ନାଥ କହି। ହରିଶ ପଦ ଉଚ୍ଚାରିଲେ ନୟନୁ ଅଶ୍ରୁ ବୁହାଇଲେ। ଶ୍ରୀ ଜଗନ୍ନାଥ ଆଜ୍ଞା ଦେଲେ ଶରଦା ଦେବୀ କୃପା କଲେ। ଗାୟତ୍ରୀ ମନ୍ତ୍ର ପରସାଦେ ମୋହରି କବି ପଣଉଦେ। ଅଜ୍ଞାନ ପାମରଟି ମୁହିଁ କିଛି ମୋ ଶାସ୍ତ୍ର ଜ୍ଞାନ ନାହିଁ। ପ୍ରଭୁ ଚରଣ ଦୃଢ଼େ ଧରି ହୃଦୟରେ ହରି ନାମ ସ୍ମରି। ଯାହା କହିଲେ ପ୍ରଭୁ ମୋତେ ଲେଖଇ ଜଗଜନ ହିତେ। ସୁଜନେ ଦୋଷ ମନ ଧର ଚରଣ ଦାସ ମୁଁ ତୁମ୍ଭର। ପବିତ୍ର ପୁରାଣଟି ଏହି ଗୀତରେ ତାରକ କହି। 31 ଅଧ୍ୟାୟ ଶ୍ରୀ ଜଗନ୍ନାଥ ପୁରାଣ ଶ୍ରବଣ ବିଧି। ଜୟ ହେ ନୀଳାଚଳବାସୀ ପୁରୁଷୋତ୍ତମ ବ୍ରହ୍ମରାଶି। ଜୟ ଅନାଦି ନିରଞ୍ଜନ ତୁମ୍ଭେ ଶ୍ରୀ ବିଷ୍ଣୁ ନାରାୟଣ। ଶୁଦ୍ଧ ସଚ୍ଚିଦାନନ୍ଦ ବ୍ରହ୍ମ ଅରୂପାନନ୍ଦ ଆତ୍ମା ରାମ। ଭକତ ବତ୍ସଳ ଶ୍ରୀହରି ରତ୍ନମଣ୍ଡପେ ବିଜେ କରି। ନୀଳକନ୍ଦର ନୀଳମଣି ନିର୍ଗୁଣ ସଗୁଣଟି ପୁଣି। ତୁମ୍ଭର ନାହିଁ ରୂପରେଖ ଅକ୍ଷୟ ବ୍ୟୟ ଲେଖ। ତୁମ୍ଭେ ଯେ ଚରାଚର ବ୍ୟାପୀ ହୋଇଛ ଦାରୁ ବ୍ରହ୍ମରୂପୀ। ସଗୁଣ ସାକାର ଭାବରେ ଲୀଳା ବିଗ୍ରହ ଶ୍ରୀକନ୍ଦରେ। ତୁମ୍ଭେ ଯେ ଅଜନ୍ମା ଅଚ୍ୟୁତ ଇଚ୍ଛାରେ ହୁଅ ରୂପବନ୍ତ। ତୁମ୍ଭର ମହିମା ଅନନ୍ତ କାହୁଁ ପାଇବ ତାର ଅନ୍ତ। ଶୂନ୍ୟ ପୁରୁଷ ଶୂନ୍ୟ ଦେଇ ଇଚ୍ଛାରେ ପାର ରୂପ ନେଇ। ଜଗତ ମଧ୍ୟେ ଜିହ୍ୱା କାହିଁ ତୁମ୍ଭ ମହିମା ବର୍ଣ୍ଣିବଇ। ସହସ୍ର ମୁଖେ ଜିହ୍ୱା ବହି ଶେଷ ଜାନ ପାରନ୍ତି କହି। ମୁଛାର ମାନବଟି ହୋଇ ମୋ ପରି ପାତକୀ ଯେ ନାହିଁ। ସେ ଲୀଳା ଲେଖିବାର ପାଇଁ ବିଶ୍ୱାସେ କଲମ ଧରଇ। ଶାରଦା ମାତା ସାହା ହେବ ସେ ଯେବେ ପଦ କହିଦେବ। ତୁମ୍ଭେ ଢାଳିବ କୃପା ବାରି କିଛି ମୁଁ ପାରିବିଟି କରି। ସୁଜନେ ଶୁଣ ପ୍ରଭୁ କଥା ଦୂର ହୋଇବ ମନୁ ବ୍ୟଥା। ନୈମିଷାରଣ୍ୟେ ମୁନିଗଣ
ଶୁଣିଣ ପ୍ରଭୁଙ୍କ ଆଖ୍ୟାନ। ଆନନ୍ଦେ ହୋଇ କୃତକୃତ୍ୟ ପଡ଼ି ଜୈମିନୀ ପାଦଗତ। କର ଅଞ୍ଜଳି ଶିରେ ଦେଇ କହିଲେ ପ୍ରଭୁ ତ୍ରାହି ତ୍ରାହି। ଭୋମୁନି ତୁମ୍ଭରି ଦୟାରୁ ଶ୍ରୀ ଜଗନ୍ନାଥ କଥା ଚାରୁ। ଶୁଣିଣ ହୋଇ ଲୁଟି ଧନ୍ୟ ଅରଜି ଥିଲୁ କେତେ ପୁଣ୍ୟ। ତୁମ୍ଭ ଚରଣେ ଆହେ ମୁନି ହୋଇଲୁ ଆଜନ ମରୁଣି। ଅମୃତମୟ ଏ ଆଖ୍ୟାନ ଶ୍ରୀ ଜଗନ୍ନାଥଙ୍କ ପୁରାଣ। ଜଗତ ଜନହିତ ପାଇଁ କହିଲୁ ଆମ୍ଭ ପାଶେ ଫେଇ। ଶ୍ରୀ ଜଗନ୍ନାଥଙ୍କ ପୁରାଣ କିପରି ଶୁଣିବେ ଟି ଜନ। ଏ ଗ୍ରନ୍ଥ ଶ୍ରବଣ ବିଧିକୁ ବୁଝାଇ କହିବ ଆମ୍ଭକୁ। କେଉଁ ବିଧିରେ ପାରାୟଣ କରିବେ ଶ୍ରବଣ କୀର୍ତ୍ତନ। ଉତ୍କଳ ଦେଶେ ପ୍ରତି ଘର କିପରି ହୋଇବ ପ୍ରଚାର। ସେ କଥା ବୁଝାଇଣ କୁହ ମନରୁ ତୁଟିବ ସଂଶୟ। ଶୁଣି ମୁନିଙ୍କ ନିବେଦନ କହେ ଜୈମିନୀ ତପୋଧନ। ଜୈମିନୀ ଉବାଚ ଶୁଣ ହେ ମୁନି କୁଳନିଧି ପୁରାଣ ଶ୍ରବଣର ବିଧି। ଏ ଗ୍ରନ୍ଥ କଲେ ପାରାୟଣ ଦୂର ହୁଇ ପାପମାନ। ଯେହା କରଇ ଶ୍ରବଣ ତା ସମ ପୁଣ୍ୟବନ୍ତ ଜନ। ନ ମିଳେ କାହିଁ ଏ ଧରାରେ ଲକ୍ଷ୍ମୀ ବସନ୍ତି ତାର ଘରେ। ଶୁଣଇ ଅବା ଯେ ଶୁଣାଇ ମୋକ୍ଷ ପଦକୁ ପାଏ ସେଇ। ନୀଳଗିରିରେ ନିତ୍ୟ ବାସ କଲେ ଯେ ସନେ ପାପ ନାଶ। ଗୃହରେ ପାରାୟଣ କଲେ ସେହି ସମାନ ଫଳ ମିଳେ। ଏ ଗ୍ରନ୍ଥ ଦାନ ଯେ କରଇ ଲକ୍ଷେ ଗୋଦାନ ଫଳ ପାଇ। ଶ୍ରବଣ ଅନୁଷ୍ଠାନ ପାଇଁ ଅମାପ ଧନ ଲୋଡ଼ା ନାହିଁ। ନିଜ ଶକ୍ତି ମତେ କରି ସଂସାରୁ ପାରିବ ଉଧରି। ପ୍ରଥମେ ସଂକଳ୍ପ କରିବ କୁଳୀନ ବ୍ରାହ୍ମଣ ବରିବ। ପୁଷ୍ପ ଚନ୍ଦନ ମାଳା ଦେଇ ସୁନ୍ଦର ଆସନେ ବସାଇ। ଧୋଇବ ବ୍ରାହ୍ମଣ ଚରଣ ଦେଇଣ ବସନ ଭୂଷଣ। ଶାନ୍ତ ସ୍ୱଭାବ ଶୁଦ୍ଧ ଚେତା ହୋଇଣ ଥିବେ ବ୍ରହ୍ମବେତା। ବେଦଜ୍ଞ ପଣ୍ଡିତ ବିଦ୍ୱାନ ଥିବ ଗଭୀର ଶାସ୍ତ୍ର ଜ୍ଞାନ। ବ୍ୟାସ ଆସନେ ବସାଇବ ମାଳା ଉତରି ପିନ୍ଧାଇବ। ଶୁଭ କଳସ ବସାଇଣ କରିବ ଭଜନ କୀର୍ତ୍ତନ। ଆପେ ହୋଇବ ଶୁଦ୍ଧ ପୂତ ପିନ୍ଧିବ ସ୍ୱୟଂ ଶୁଦ୍ଧ ବସ୍ତ୍ର। ଗ୍ରନ୍ଥକୁ ପୂଜନ କରିବ ଶ୍ରୀ ଜଗନ୍ନାଥ ଉଚ୍ଚାରିବ। ତହୁଁ ବ୍ରାହ୍ମଣ ଦେବତାଙ୍କୁ ପାଛୋଟି ନେବ ଆସନକୁ। ତାହାଙ୍କୁ ବ୍ୟାସ ରୂପେ ବରି ଭକତି ଭାବ ହୃଦେ ଭରି। ପତି ଓ ପତ୍ନୀ କର୍ତ୍ତା ହୋଇ ପୂଜିବ ପୁଷ୍ପାଞ୍ଜଳି ଦେଇ।
ବ୍ରାହ୍ମଣ ଦେବ ପ୍ରୀତ ହେବେ, ସ୍ୱସ୍ତି ବାଚନ କରୁଥିବେ। ବ୍ୟାସ ବସିବେ ଉଚ୍ଚାସନେ, ସମ୍ମୁଖେ ବସି ଶ୍ରୋତାମାନେ। ଭୂମିରେ ଆସନ ପକାଇ, ବସିବେ ଶ୍ରଦ୍ଧା ଚିତ୍ତେ ସେହି। ଅବିବାହିତ ଯେବେ ଥାଇ, ପାରିବେ ସେହୁ କର୍ତ୍ତା ହୋଇ। ବନ୍ଧୁ ବାନ୍ଧବ ଜ୍ଞାତି ଜନ, ଏକତ୍ର କରିବେ ଶ୍ରବଣ। ଶ୍ରଦ୍ଧା ବିଶ୍ୱାସ ଏକ ହେଲେ, ଉତ୍ତମ ପୁଣ୍ୟ ଫଳ ମିଳେ। ହରି ବୋଲ ହୁଳହୁଳି, ସେ ସ୍ଥାନେ ପଡ଼ିବ ଉଛୁଳି। ଜୟ ଶ୍ରୀ ଜଗନ୍ନାଥ କହି, ଗଗନ ପବନ କମ୍ପାଇ। ଶ୍ରୀକୃଷ୍ଣ ଜଗନ୍ନାଥ ହରି, କେଶବ ମାଧବ ମୁରାରି। ବୋଲିବ କରତାଳି ଦେଇ, ଉଚ୍ଚ ସ୍ୱରରେ ନାମ ଗାଇ। ନୀରବ ନିଶ୍ଚଳ ହୋଇନ, ଗ୍ରନ୍ଥ ଶୁଣିବ ପ୍ରତିଦିନ। ପୁରାଣ ବ୍ରାହ୍ମଣ ଦେବତା, ମନ୍ତ୍ର କର୍ମ ତୀର୍ଥ ଯାତ୍ରା। ଗୁରୁଜନଙ୍କ ବାକ୍ୟ ପୁଣି, ବିଶ୍ୱାସେ ଯେହୁ ଥାଏ ଶୁଣି। ଅଶେଷ ପୁଣ୍ୟ ହୁଏ ତାର, ହୁଅଇ ନରକୁ ଧାର। ଗ୍ରନ୍ଥ ସମାପ୍ତି ହେବା କାଳ, ହୁଳହୁଳି ଓ ହରି ବୋଲ। ଚାସଙ୍ଗେ ଶାନ୍ତି ପାଠ କରି, ତୁଣ୍ଡେ ବୋଲିବ ହରି ହରି। ବ୍ୟାସଙ୍କୁ ଆସନୁ ଉଠାଇ, ପୂଜିବ ପାଦ୍ୟ ଅର୍ଘ୍ୟ ଦେଇ। ପ୍ରଭୁ ମୂରତି ଥାପିଥିବ, ଚତୁର୍ଦ୍ଧା ମୂରତି ପୂଜିବ। ମୂର୍ତ୍ତି ନଥିଲେ ଫଟୋ ଚିତ୍ର, ରକ୍ଷିଣ ପୂଜିବ ସତତ। ଶେଷରେ ଆଳତି କରିବ, ହୋମରେ ପୂର୍ଣ୍ଣାହୁତି ଦେବ। ଆଳତି ଘଣ୍ଟ ଘଣ୍ଟା ବାଦ୍ୟ, ପୂରିବ ଚତୁର୍ଦିଗେ ନାଦ। ଦକ୍ଷିଣା ଶକ୍ତି ମୋତେ ଦେଇ, ବ୍ୟାସଙ୍କୁ ସନ୍ତୁଷ୍ଟ କରାଇ। ବିନୟ ବଚନ କହିବ, ତାହାଙ୍କୁ ସନ୍ତୁଷ୍ଟ କରିବ। ଦକ୍ଷିଣାହୀନ ପୂଜା ବ୍ରତ, ନିଷ୍ଫଳ ହୁଏ ମୁନି ସୂତ। ବ୍ରାହ୍ମଣ ଭୋଜନ କରାଇ, ପ୍ରସାଦ ଭକ୍ତ ଗଣେ ଦେଇ। ଆନନ୍ଦେ ଗୃହକୁ ଚଳିବ, ଶ୍ରୀ ଜଗନ୍ନାଥ ଉଚାରିବ। ଶ୍ରୀ ଜଗନ୍ନାଥ ପୁରାଣକୁ, ଶୁଣି ଶୁଣାଇବ ସଭିଙ୍କୁ। ହେ ମୁନି ଗଣ ଶୁଦ୍ଧ ଚେତା, ଶୁଣିଲ ଜଗନ୍ନାଥ କଥା। ଶ୍ରୀକ୍ଷେତ୍ର ମହାତ୍ମ୍ୟଟି ଏଇ, ଏହା ସମାନ ଗ୍ରନ୍ଥ ନାହିଁ। ପରିପୂର୍ଣ୍ଣତମ ସେହି ଦାରୁ ବ୍ରହ୍ମ, ତାଙ୍କ ଲୀଳା ଶୁଣ ମନ ଦେଇ। ତୁମ୍ଭ ଦେହେ ଯାହା, ତାଙ୍କ ଦେହେ ତାହା, ବ୍ରହ୍ମାଣ୍ଡରେ ତାହା ଅଛି ଭାଇ। ମହାନିତ୍ୟ ଧାମ ଗୋଲକ ଜାନାମ, ଭୂମା ପ୍ରଦେଶରେ ପୁରୀ ସେଇ। 18 ନଳାରୁ ସିଂହଦ୍ୱାର ଯାଏ, ନିତ୍ୟ ଗୋଲକଟି ତାକୁ କହି। 22 ପାବଛ ଠାରୁ ମହାନିତ୍ୟ, ଗୋଲକ ଗରୁଡ଼ ଖମ୍ବ ଘେନି। ଗରୁଡ଼ ଖମ୍ବରୁ ଚନ୍ଦନ ଅର୍ଗଳି, ମହାନିତ୍ୟ ଗୋଲକଟି ପୁଣି। ଅରଗଳି ଠାରୁ ସିଂହାସନ ଯାଏ, ଅନିତ୍ୟ ଗୋଲକ ସେହି ସ୍ଥାନ।
ରତ୍ନ ସିଂହାସନ ରତ୍ନ ବିଦ୍ୟମାନ ଭୁବନ ମୋହନ ଧୀରେ ଘେନ ରତ୍ନ ସହିତରେ ରତ୍ନକୁ ଗୁଣିଲେ ରତ୍ନକୁ ପ୍ରାପତ ହେବୁ ସିନା 64 କଳା ପୂର୍ଣ୍ଣନନ୍ଦ ବଳା ତହୁଁ ଅବତାର ଜାତ ନାନା ଅବତାର ହୁଏ ଅବତାର ଯାଏ ପଶଇ ମିଶଇ ଶେଷ ନୋହେ 32 ପ୍ରକାର ପ୍ରଭୁ ଅବତାର ଭାଗବତ ବାଣୀ ସଦା ଗାଏ ଜଗନ୍ନାଥ ଯିଏ ଗାୟତ୍ରୀଟି ସିଏ ଚତୁର୍ଧା ମୂରତି ଚତୁଷ୍ପଦା ତ୍ରିପଦା ତ୍ରିଧାର ଚତୁଷ୍ପଦା ସାର ହୃଦ ସିଂହାସନେ ବିଜେ ସଦା ପିଣ୍ଡେ ଅଛି ଯାହା ବ୍ରହ୍ମାଣ୍ଡରେ ତାହା ମାୟାଧର ମାୟା ଦେଖ ଭାଇ ରୂପକୁ ଲୁଚାଇ ବିଜେ ଭାବଗ୍ରାହୀ ସଂସାରକୁ ଭଣ୍ଡିବାର ପାଇଁ ନିରାକାର ସେହି ସାକାରଟି ସେହି ପ୍ରେମରେ ପ୍ରକଟ ଥାନ୍ତି ହୋଇ କରି ନାନା ଲୀଳା ଭାବରେ ସେ ଭୋଳା ହୋଇଥାନ୍ତି ଭକତର ପାଇଁ ଭାବରେ ନିକଟ ଅଭାବକୁ ଦୂର ନାଟ ଲଗାଇଛି ନଟବର ଅଜନ୍ମା ଜନ୍ମଇ ଅଭୋକ୍ତା ପୁଞ୍ଜଇ 60 ପଉଟି ଅନ୍ନ ତାର ନାମ ତା ଅବଢ଼ା ସେ ଅନ୍ନ ବଗଡ଼ା କେବଳ ମୁକତି ଦିଏ ସେଇ ଅନ୍ନର ସମ୍ଭାର ଆନନ୍ଦ ବଜାର ଧରା ତଳେ ନ ପାଇବ କାହିଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହି କହି ତା ସିଂହ ଦୁଆର ଶରଧା ବାଲିରେ ତାରକ ପରାଣ ତେଜିବଇ 32 ଅଧ୍ୟାୟ ଉପସଂହାର ସୁମନେ ସାଧୁ ଜନେ ଶୁଣ ତୁମ୍ଭରି ପାଦେ ନିବେଦନ ଶ୍ରୀ ଜଗନ୍ନାଥ ପୁରାଣକୁ ସମର୍ପି ଦେଉଛି ତୁମ୍ଭଙ୍କୁ ହୃଦଏ ଯେବେ ସ୍ଥାନ ଦେବ ମୋ ପାଇଁ ଓହୋ ଭାଗ୍ୟ ହେବ ଯଦି ବା ଦୋଷ ତ୍ରୁଟି ଥିବ ମହତ ଗୁଣେ କ୍ଷମା ଦେବ ମୁଁ କ୍ଷୁଦ୍ର ବାମନଟି ହୋଇ ହାତ ବଢ଼ାଏ ଚାନ୍ଦ ପାଇଁ ପରିପୂର୍ଣ୍ଣତମ ବ୍ରହ୍ମଙ୍କୁ ସମର୍ଥ କିଏ ବର୍ଣ୍ଣିବାକୁ ଯାହାର ଆଦି ଅନ୍ତ ନାହିଁ ତାର ବର୍ଣ୍ଣନେ ଭାଷା କାହିଁ ହୃଦୟରେ କଳ୍ପନା ଜାଗିଲା ଲେଖିବା ପାଇଁ ଇଚ୍ଛା ହେଲା ଡାକିଲି ଶ୍ରୀ ଜଗନ୍ନାଥଙ୍କୁ ଧ୍ୟାଇଲି ମାତା ଶାରଦାଙ୍କୁ ଜ୍ଞାନୀ ପଣ୍ଡିତ ନୁହେଁ ମୁଇଁ କିଛି ବି ଶାସ୍ତ୍ର ପଢ଼ି ନାହିଁ ପିଲାଦିନରୁ ମା ପଦେ ଶରଣ ସୁଖ ବସାଦେ ବାଳୁତ କାଳେ ରାତ୍ରେ ଗଲି ଝଙ୍କଡ଼ପୁରେ ପହଞ୍ଚିଲି ମାର ଶ୍ରୀପଦେ ଧ୍ୟାଇଲି ଅନୁସରଣେ ମୁଁ ରହିଲି ପଞ୍ଚମ ଦିନେ ଆଜ୍ଞା ହେଲା କଲମ ହାତେ ଧରାଇଲା ତାଲିଲା ଗୀତି ନାଟ୍ୟ ହେଲା ବେତାର କେନ୍ଦ୍ର ପ୍ରସାରିଲା ଝଙ୍କଡ଼େଶ୍ୱରୀ କାବ୍ୟ ପୁଣି ହୋଇଲା ତା କୃପାରେ ଭଣି ମୋ ପିତା ଆଦ୍ୟ ଗୁରୁ ମୋର ବୀଜ ମନ୍ତ୍ର ଦେଲେ ମାର ଦିବସ ରଜନୀ ଘୋଷିଲି ମାର କରୁଣା ପାଇଲି ସାହିତ୍ୟ ସ୍ରୋତ ଫିଟିଗଲା
ଝରଣା ପରାଏ ଝରିଲା, ମଞ୍ଚେ କହିଲି ହରି କଥା, ମାନସ ଭାଗବତ କଥା। ଅଚ୍ୟୁତ ସାହିତ୍ୟକୁ ଭେଦି, କିଛି ବା ପାରିଲି ସମ୍ପାଦି। ଅନେକ ପୁସ୍ତକ ରଚିଲି, ହରିବଂଶକୁ ବି ରଚିଲି। ସେ ଅଭିନବ ହରିବଂଶ, ନବାକ୍ଷରୀରେ ହେଲା ଶେଷ। ଆବର କାବ୍ୟ ଉପନ୍ୟାସ, ଯେତିକି ଲେଖିଲି ଅବଶ୍ୟ। ସବୁ ସେ ମା କୃପା ସିନା, ଆନ ନ ଜାଣେ ପଦ ବିନା। କେବଳ ତାର କୃପା ପାଇଁ, କନକପୁରେ ଯାଏ ଧାଇଁ। ମାତା ଯେ ପିତାକୁ ଚିହ୍ନାଏ, ସେ କଥା କଲା ପୁଣି ସିଏ। ଶ୍ରୀକୃଷ୍ଣ ଭକ୍ତି ସିଏ ଦେଲା, କୃଷ୍ଣ କିଙ୍କର ନାମ ହେଲା। ତେଣୁ ମୁଁ ଧାଇଁଲି ଶ୍ରୀକ୍ଷେତ୍ର, ଯେଣୁ ଡାକିଲେ ଜଗନ୍ନାଥ। କାଳିଆ ଡୋରି ଲଗାଇଲା, ମନ ମୋ ପାଗଳ ହୋଇଲା। ରତ୍ନବେଦୀରେ ଚକାଖି, ଉଚ୍ଛନ୍ନ ହେଲା ମନ ଦେଖି। ଆପେ ହୋଇଲି ଭାବାବେଶ, ଜଗଜନନୀ ଜଗଦୀଶ। ଆବୋରି ରଖିଛନ୍ତି ମତେ, ସେହି ପରାଏ ଲାଗେ ସତେ। କେଜାଣି ଇଚ୍ଛା ହେଲା ଭାରି, ହୃଦେ ପ୍ରେରଣା ଦେଲେ ହରି। ଶ୍ରୀଜଗନ୍ନାଥଙ୍କୁ ପୁରାଣ, ରଚିବା ପାଇଁ ହେଲା ମନ। ଶରଣାଗତ ମୁହିଁ ହେଲି, ଶାରଦା ମାତାଙ୍କୁ ସ୍ମରିଲି। ହାତରେ କଲମ ଧରିଲି, ସ୍କନ୍ଧ ପୁରାଣ ଆଶ୍ରା କଲି। ଲେଖିଲା ବେଳେ ଲାଗେ ମତେ, ମାତା ଅଛନ୍ତି ହୃଦଗତେ। ରାଧାଷ୍ଟମୀରେ ଆରମ୍ଭିଲି, ଇନ୍ଦ୍ର ପୂର୍ଣ୍ଣିମା ଶେଷ କଲି। ଶ୍ରୀଭାଗବତ ଜନ୍ମଦିନ, ଏ ଗ୍ରନ୍ଥ ହୋଇଲା ସମ୍ପୂର୍ଣ୍ଣ। 2019 ଇନ୍ଦୁ ପୂର୍ଣ୍ଣିମା ମଧ୍ୟନିଶି, ଗ୍ରନ୍ଥକୁ ଶେଷ ସ୍ପର୍ଶ ଦେଲି। ଉପସଂହାର ଆପେ କଲି, ଶ୍ରୀଜଗନ୍ନାଥ ପ୍ରେମେ ପାଇ, ନିଜତ୍ୱ ହରାଇଲି ମୁଇଁ। ବାଟଘାଟରେ ଘୋଷୁଥାଏ, ପଦ ଆସିଲେ ଲେଖିଦିଏ। ଲୋକେ ଦେଖିଣ ହସୁଥିବେ, ପାଗଳ ବୋଲି ଭାସୁଥିବେ। ଯାହା ଆସିଲା ଲେଖିଦେଲି, ଭଲ ମନ୍ଦକୁ ନ ବୁଝିଲି। ପ୍ରଭୁ ଚରଣେ ସମର୍ପିଲି, ହରି ନାମକୁ ଆଶ୍ରେ କଲି। ହେ ପ୍ରଭୁ ନୀଳଗିରି ସାଇଁ, କରୁଣା କର ମୋହ ଠାଇଁ। ହେ କୋଟି ବ୍ରହ୍ମାଣ୍ଡ ଈଶ୍ୱର, ଜଗନ୍ନାଥ ଜଗଦାଧାର। କରିବ ଯାହା ତୁମ ଇଚ୍ଛା, ପୂରିବ ମୋର ମନ ବାଞ୍ଛା। ଅଜ୍ଞାନ ପାମର କିଛି ନାହିଁ ମୋର, ତୁମ୍ଭ ପାଦ ପଦ୍ମ ଆଶ୍ରେ ସିନା। ନୀଳ ଚକ୍ରେ ଥାଇ ତୁମ୍ଭ ନାମ ଗାଇ, ଉଡ଼େ ପତିତ ପାବନ ବାନା। ମନ ଜଗନ୍ନାଥ, ଆତ୍ମା ଜଗନ୍ନାଥ, କର୍ମ ଜଗନ୍ନାଥ ଅଟେ ମୋର। ପାପ ପଙ୍କେ ରହି ଦିନ କାଟେ ମୋହି, ତୁମ୍ଭ ନାମ ଘୋଷେ ତୁଣ୍ଡ ମୋର। କାହାକୁ କିପରି ରଖିଅଛ ହରି, ଶାସ୍ତ୍ରରେ ଶୁଣିଛି ତୁମ୍ଭ କଥା। ମୁଁ ଦୀନ ପତିତ ରଖ ଜଗନ୍ନାଥ, ଶ୍ରୀଚରଣେ ରଖୁଅଛି ମଥା। କୁରୁ ସଭା ତଳେ କୃଷ୍ଣ ଡାକ ଦେଲେ, ହାତ ଟେକି କଲେ ସମର୍ପଣ। ଆବିର୍ଭାବ ତହିଁ ହେଲ ଭାବଗ୍ରାହୀ, କୋଟି ବସ୍ତ୍ର ତାଙ୍କୁ କରିଦାନ। ଲକ୍ଷେ ଯୋଜନରୁ ଗଜର ଡାକରୁ,
ଭକତିର ଭାବ ଘେନା କଲ ଥିଲ ପୋଷା ଖେଳେ ପଶିଲା କର୍ଣ୍ଣରେ ଗରୁଡ଼ ପୃଷ୍ଠରେ ବାହାରିଲ ଚକ୍ରକୁ ପଠାଇ ନକ୍ରନାଶୀ ତହିଁ ଗଜକୁ ଉଦ୍ଧାର କରିଅଛ ଘୋର କାନନରେ ମୃଗୁଣୀ ଡାକିଲା କଷଣ ତାହାର ହରିଅଛ ମୁହିଁ ଘୋର ପାପୀ ତୁମ୍ଭ ନାମ ଜପି ଚରଣକୁ ଆଶ୍ରୟ କରିଅଛି ମନ୍ଦର ଧାରଣ କର ହେ କାରଣ ବାରେ କୃପା କର ଶିରି ବଛି ରଖ ବା ନ ରଖ ଆହେ ପଦ୍ମମୁଖ ତୁମ୍ଭ ନାମେ ଭସାଇଲି ଭେଳା ମରିଲେ ମାରିବ ତାରିଲେ ତାରିବ ସବୁ ତୁମ୍ଭ ଇଚ୍ଛା ଚକାଡୋଳା ତୁମ୍ଭ ଇଚ୍ଛା ଥିଲେ ପୁରାଣ ଭଲେ ପ୍ରତିପଲି ପୁରେ ଘୋଷୁଥିବେ ଭାବ ଭକତିରେ ଆପଣା ହୃଦୟରେ ଏ ଗ୍ରନ୍ଥକୁ ହୃଦେ ସ୍ଥାନ ଦେବେ ଶ୍ରୀକୃଷ୍ଣ କିଙ୍କର ଶ୍ରୀପଦେ ତୁମର ତନୁ ମନ ପ୍ରାଣ ସମର୍ପିଲା ତାରକ କହଇ ତାରିବ ଗୋସାଇଁ ନୀଳଗିରି ନାଥ ଚକାଡୋଳା। ଜୟ ଜଗନ୍ନାଥ। ଭୀମସ୍ୟାପି ରଣେ ଭଙ୍ଗ ମୁନିର ପିମତି ଭ୍ରମ ଜାତି ଶୁଦ୍ଧମ ଶୁଦ୍ଧମ୍ ବା ମମ ଦୋଷ ନ ବିଦ୍ୟତେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ତ୍ରାହି ମାଂ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରକ୍ଷ ମାଂ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ତ୍ରାହି ମାଂ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରକ୍ଷ ମାଂ ଜୟ ଗୁରୁଦେବ ଜୟ ଗୁରୁଦେବ ଜୟ ଗୁରୁଦେବ ପାହି ମାଂ ଜୟ ଗୁରୁଦେବ ଜୟ ଗୁରୁଦେବ ଜୟ ଗୁରୁଦେବ ରକ୍ଷ ମାଂ ଜୟ ରାମଦାସ ଜୟ ରାମଦାସ ଜୟ ରାମଦାସ ରକ୍ଷ ମାଂ ଜୟ ରାମଦାସ ଜୟ ରାମଦାସ ଜୟ ରାମଦାସ ପାହି ମାଂ ଜୟ ରାମଦାସ ରକ୍ଷ ମାଂ ଜୟ ଗୁରୁଦେବ ରକ୍ଷ ମାଂ ଜୟ ଜଗନ୍ନାଥ ରକ୍ଷ ମାଂ।